ଆଚ୍ଛା, ଆଜିର ଏହି ବିଶ୍ଳେଷଣକୁ ସ୍ୱାଗତ। ଆଜି ଆମେ ଏକ ବହୁତ ଖାସ୍ ବିଷୟ ଉପରେ ଆଲୋଚନା କରିବା। ଏକ ପ୍ରାଚୀନ, ଐତିହାସିକ, ମାତ୍ର 16 ଶବ୍ଦ ବିଶିଷ୍ଟ ଶ୍ଲୋକ, ଯାହା ଗୋଟିଏ ସ୍ପଷ୍ଟ ଏବଂ ନାଟକୀୟ ପ୍ରଶ୍ନରେ ପରିଣତ ହୁଏ। ଆସନ୍ତୁ ଦେଖିବା ଏହି ଶବ୍ଦଗୁଡ଼ିକ ପଛରେ ପ୍ରକୃତରେ କେଉଁ ରହସ୍ୟ ଲୁଚି ରହିଛି। ଏହି ସମ୍ପୂର୍ଣ୍ଣ ପ୍ରସଙ୍ଗକୁ ସହଜରେ ବୁଝିବା ପାଇଁ ଆମେ ଏହାକୁ କିଛି ଭାଗରେ ବିଭକ୍ତ କରୁଛୁ। ପ୍ରଥମେ ପ୍ରାରମ୍ଭିକ ପ୍ରଶ୍ନ, ତାପରେ ବକ୍ତା, ପୃଷ୍ଠଭୂମି, ଯୁଦ୍ଧ ପାଇଁ ଏକତ୍ରିତ ଦଳ ଏବଂ ଶେଷରେ ସେହି ସର୍ବଶେଷ ଚୂଡ଼ାନ୍ତ ପ୍ରଶ୍ନ। ତେବେ ଚାଲନ୍ତୁ ଆରମ୍ଭ କରିବା ଆମର ପ୍ରଥମ ବିଭାଗରୁ, ସେହି ପ୍ରାରମ୍ଭିକ ପ୍ରଶ୍ନ ଯାହା ଗୋଟିଏ 16 ଶବ୍ଦର ପ୍ରହେଳିକା ଭଳି ମନେହୁଏ। ଏହି ଶ୍ଲୋକଟି ହେଉଛି ଧୃତରାଷ୍ଟ୍ର ଉବାଚ ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଜୁତ୍ସବଃ ମାମକା ପାଣ୍ଡବାଶ୍ଚୈବ କିମକୁର୍ବତ୍ ସଞ୍ଜୟ। ବୋଧହୁଏ ଆମେ ସମସ୍ତେ ଏହା କେବେ ନା କେବେ ଶୁଣିଛେ, କାରଣ ଏହା ହେଉଛି ଭଗବଦ୍ଗୀତାର ସର୍ବପ୍ରଥମ ଶ୍ଲୋକ। ଏହା କେବଳ କିଛି ସଂସ୍କୃତ ଶବ୍ଦ ନୁହେଁ, ବରଂ ଆମର ସମସ୍ତ ଆଲୋଚନାର ଏକ ଗଭୀର ଅର୍ଥବୋଧକ ମୂଳଦୁଆ। ଆମେ ଏବେ ଏହି 16ଟି ଶବ୍ଦକୁ ଗୋଟିଏ ଗୋଟିଏ କରି ଖୋଲି ଦେଖିବା ଯେ ପ୍ରକୃତରେ ଏହାର ଅର୍ଥ କ'ଣ। ଏବେ ଆସିବା ଦ୍ୱିତୀୟ ଭାଗକୁ, ବକ୍ତା ବା ଯେ ଏହି ଐତିହାସିକ ଆଳାପର ଆରମ୍ଭ କରୁଛନ୍ତି। ପ୍ରତ୍ୟେକ କାହାଣୀ ଆରମ୍ଭ ହେବା ପାଇଁ ଗୋଟିଏ ସ୍ୱର ଦରକାର, ଠିକ୍ କି ନୁହେଁ? ଏଠାରେ ସେହି ସ୍ୱର ହେଉଛି ଧୃତରାଷ୍ଟ୍ର ଉବାଚ। ଆକ୍ଷରିକ ଅର୍ଥରେ ଏହାର ମାନେ ହେଲା ଧୃତରାଷ୍ଟ୍ର କହିଲେ। ଏହି ଦୁଇଟି ଶବ୍ଦ ସଙ୍ଗେ ସଙ୍ଗେ ଗୋଟିଏ ଦୃଶ୍ୟ ସୃଷ୍ଟି କରିଦିଏ, ଆଉ ଆମକୁ ସେହି ବ୍ୟକ୍ତିଙ୍କ ସହ ପରିଚିତ କରାଏ ଯିଏ ଏହି ପ୍ରଶ୍ନ ପଚାରୁଛନ୍ତି। ଆମେ ଜାଣୁ ଯେ ଧୃତରାଷ୍ଟ୍ର ଜଣେ ଅନ୍ଧ ରାଜା ଥିଲେ, କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ସେ କେବଳ ଶାରୀରିକ ଦୃଷ୍ଟିରୁ ଅନ୍ଧ ନଥିଲେ, ବରଂ ମୋହ ଏବଂ ନିଜ ପରିବାର ପ୍ରତି ଥିବା ଆସକ୍ତିରେ ମଧ୍ୟ ସମ୍ପୂର୍ଣ୍ଣ ଅନ୍ଧ ଥିଲେ। ବକ୍ତାଙ୍କୁ ଜାଣିବା ପରେ ଚାଲନ୍ତୁ ଏବେ ଆମେ ତୃତୀୟ ବିଭାଗରେ ସେହି ପୃଷ୍ଠଭୂମି ବା ତାତ୍ତ୍ୱିକ ଘଟଣାସ୍ଥଳ ବିଷୟରେ ଜାଣିବା। ଏଠାରେ ବହୁତ ସୁନ୍ଦର ଭାବରେ ଦୁଇଟି ଶବ୍ଦ ବ୍ୟବହାର କରାଯାଇଛି, ଧର୍ମକ୍ଷେତ୍ରେ ଏବଂ କୁରୁକ୍ଷେତ୍ରେ। ଏହାର ଦ୍ୱୈତ ପ୍ରକୃତିରେ ଚମତ୍କାର। କୁରୁକ୍ଷେତ୍ର ହେଉଛି ସେହି ପ୍ରକୃତ ଭୌତିକ ସ୍ଥାନ ଯେଉଁଠାରେ ମହାଭାରତର ଯୁଦ୍ଧ ହେବାକୁ ଯାଉଛି। କିନ୍ତୁ ଧର୍ମକ୍ଷେତ୍ର, ଏହାର ଅର୍ଥ ହେଉଛି କର୍ତ୍ତବ୍ୟର କ୍ଷେତ୍ର ବା ନ୍ୟାୟର କ୍ଷେତ୍ର। ଯଦି ଆମେ ଏହାକୁ ଆମର ଆଜିକାଲିର ଦୈନନ୍ଦିନ ଜୀବନ ସହ ଯୋଡ଼ିବା, ତେବେ ଦେଖିବେ ଯେ ଆମର ନିଜ ଜୀବନ ମଧ୍ୟ ଗୋଟିଏ ଧର୍ମକ୍ଷେତ୍ର। ଆମକୁ ପ୍ରତିଦିନ କ'ଣ ଠିକ୍ ଆଉ କ'ଣ ଭୁଲ ସେହି ନୈତିକ ଦ୍ୱନ୍ଦ୍ୱ ଦେଇ ଗତି କରିବାକୁ ପଡ଼େ। ତେଣୁ ଏହି ଯୁଦ୍ଧଭୂମି କେବଳ ଇତିହାସର ଏକ ପୃଷ୍ଠା ନୁହେଁ, ବରଂ ଆମ ନିଜ ଭିତରେ ଚାଲିଥିବା ନିରନ୍ତର ସଂଘର୍ଷର ପ୍ରତୀକ ମଧ୍ୟ। ଏହାପରେ ଆସୁଛି ସମବେତା ଯୁଜୁତ୍ସବଃ। ଏହି ପଦଟି ପରିବେଶରେ ଏକ ପ୍ରକାର ଉତ୍ତେଜନା ଭରିଦିଏ। ଏହାର ସିଧାସଳଖ ଅର୍ଥ ହେଲା ଯୁଦ୍ଧ କରିବାର ଇଚ୍ଛା ରଖି ଏକତ୍ରିତ ହୋଇଥିବା ଲୋକମାନେ। ସେମାନେ ସେଠାରେ କୌଣସି ଶାନ୍ତି ଚୁକ୍ତି ବା ବୁଝାମଣା ପାଇଁ ରୁଣ୍ଡ ହୋଇନାହାନ୍ତି। ସେମାନଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ଲଢ଼େଇ କରିବା। ଏହା ପରିସ୍ଥିତିର ଗମ୍ଭୀରତାକୁ ସମ୍ପୂର୍ଣ୍ଣ ସ୍ପଷ୍ଟ କରିଦିଏ। ଏବେ ଆସିବା ଚତୁର୍ଥ ବିଭାଗକୁ, ସେହି ଏକତ୍ରିତ ଦଳଗୁଡ଼ିକ ଏବଂ ସଂଘର୍ଷର ଦୁଇ ପାର୍ଶ୍ୱ ବିଷୟରେ ବୁଝିବା। ଏଠାରେ ଏହି ସଂଘର୍ଷରେ ଭାଗ ନେଉଥିବା ଦୁଇଟି ପକ୍ଷକୁ ଖୁବ୍ ସ୍ପଷ୍ଟ ଭାବରେ ଅଲଗା କରାଯାଇଛି। ଗୋଟିଏ ପାର୍ଶ୍ୱରେ ଅଛନ୍ତି ମାମାକଃ, ଯାହାର ଅର୍ଥ ହେଉଛି ମୋର ଲୋକମାନେ ବା ମୋର ପୁଅମାନେ। ଅନ୍ୟ ପାର୍ଶ୍ୱରେ ଅଛନ୍ତି ପାଣ୍ଡବାଶ୍ଚୈବ, ଅର୍ଥାତ୍ ପାଣ୍ଡୁଙ୍କର ପୁତ୍ରମାନେ। ଟିକେ ଧ୍ୟାନ ଦିଅନ୍ତୁ, ଧୃତରାଷ୍ଟ୍ରଙ୍କର ଏହି ମୋର ଏବଂ ଅନ୍ୟର ବିଚାର ହିଁ ତ ସମସ୍ତ ବିବାଦର ମୂଳ କାରଣ। ଆଜିକାଲର ଜୀବନରେ ମଧ୍ୟ ଯେତେବେଳେ ଆମେ ଏଇଟା ମୋର ବୋଲି ଅତ୍ୟଧିକ ଆସକ୍ତ ହୋଇଯାଉ ଆଉ ଅନ୍ୟମାନଙ୍କୁ ପର ଭାବିବା ଆରମ୍ଭ କରୁ, ସେଠୁ ହିଁ ତ ସବୁ ସମସ୍ୟା, ସବୁ ଦ୍ୱନ୍ଦ୍ୱ ଆରମ୍ଭ ହୋଇଥାଏ, ଠିକ୍ ନା? ଏହି ଶବ୍ଦଗୁଡ଼ିକୁ ଯଦି ଆମେ ଏହିପରି ସଜାଇ ଦେଖିବା, ତେବେ ବାକ୍ୟଟି ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯିବ। ପ୍ରଥମ ଦଳ ହେଲେ ମାମକାଃ, ଦ୍ୱିତୀୟ ଦଳ ହେଲେ ପାଣ୍ଡବାଶ୍ଚୈବ। ଏବଂ ଏହି ଦୁଇ ଦଳଙ୍କ ମଧ୍ୟରେ ସାଧାରଣ କଥାଟି କ'ଣ? ସେଇଟା ହେଲା ସମବେତା ଯୁଜୁତ୍ସବଃ, ଅର୍ଥାତ୍ ଉଭୟ ପକ୍ଷ ଏକାଠି ହୋଇଛନ୍ତି ଆଉ ଯୁଦ୍ଧ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଠିଆ ହୋଇଯାଇଛନ୍ତି। ଏବେ ଆମେ ପହଞ୍ଚିଗଲେଣି ଆମର ପଞ୍ଚମ ଓ ଶେଷ ବିଭାଗରେ, ସେହି ସର୍ବଶେଷ ପ୍ରଶ୍ନ ଯାହା ହେଉଛି ଏହି ଶ୍ଲୋକର ଚରମ ସୀମା। ତେବେ ସେହି ଚୂଡ଼ାନ୍ତ ପ୍ରଶ୍ନ ପଚାରିବା ପୂର୍ବରୁ ଶ୍ଲୋକରେ ଜଣେ ଶ୍ରୋତାଙ୍କ ନାମ ନିଆଯାଇଛି, ଯାହା ଏହାକୁ ଏକ ବାସ୍ତବ ବାର୍ତ୍ତାଳାପରେ ପରିଣତ କରୁଛି। ସେହି ବ୍ୟକ୍ତି ଜଣକ ହେଲେ ସଞ୍ଜୟ। ଧୃତରାଷ୍ଟ୍ର ନିଜର ସାରଥୀ ସଞ୍ଜୟଙ୍କୁ ଏହି ପ୍ରଶ୍ନ ପଚାରୁଛନ୍ତି। ଆମେ ଜାଣୁ ଯେ ବ୍ୟାସଦେବଙ୍କ ଆଶୀର୍ବାଦରୁ ସଞ୍ଜୟଙ୍କୁ ଦିବ୍ୟଦୃଷ୍ଟି ମିଳିଥିଲା, ଯାହାଫଳରେ ସେ ରାଜପ୍ରାସାଦରେ ବସି ମଧ୍ୟ ଦୂର ଯୁଦ୍ଧଭୂମିର ପ୍ରତିଟି ଟିକିନିକି ଘଟଣା ସିଧାସଳଖ ଦେଖିପାରୁଥିଲେ। ଏବଂ ଶେଷରେ ଆସୁଛି ସେହି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶବ୍ଦ ଯାହା ଉପରେ ସମସ୍ତଙ୍କର ନଜର ଅଟକିଯାଏ, କିମ୍ କୁର୍ବତ୍। ଏହାର ସିଧାସଳଖ ଅର୍ଥ ହେଉଛି ସେମାନେ କ'ଣ କଲେ।
ଏହି ଗୋଟିଏ ଶବ୍ଦ ସମ୍ପୂର୍ଣ୍ଣ ଶ୍ଲୋକର ମୂଳ ପ୍ରଶ୍ନ ଭାବରେ ଉଭା ହୁଏ। ଯୁଦ୍ଧ କରିବା ପାଇଁ ମୋର ପୁଅମାନେ ଆଉ ପାଣ୍ଡୁଙ୍କ ପୁଅମାନେ ଏକାଠି ତ ହୋଇଗଲେ, କିନ୍ତୁ ତାପରେ ସେମାନେ ପ୍ରକୃତରେ କ'ଣ କଲେ? ଏବେ ଯଦି ଆମେ ଏହି ଶ୍ଲୋକଟିକୁ ପୁଣି ଥରେ ଯୋଡ଼ିବା, ତେବେ ଆମେ ଦେଖିପାରିବା ଯେ ଏହା କେତେ ନିଖୁଣ ଭାବରେ ଗଠିତ। ପ୍ରଥମେ ବକ୍ତ ଆରମ୍ଭ କରୁଛନ୍ତି ଧୃତରାଷ୍ଟ୍ର ଉବାଚ। ତାପରେ ପୃଷ୍ଠଭୂମି ସ୍ଥିର ହେଉଛି ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ। ତାପରେ ଯୁଦ୍ଧ ପାଇଁ ଦଳମାନେ ଏକାଠି ହେଉଛନ୍ତି ମାମକାଃ ପାଣ୍ଡବାଶ୍ଚୈବ ସମବେତା ୟୁୟୁତ୍ସବଃ। ଏବଂ ଶେଷରେ ସଞ୍ଜୟଙ୍କୁ ସେହି ବଡ଼ ପ୍ରଶ୍ନ ପଚରାଯାଉଛି, କିମ୍ କୁରୁବତ୍ ସଞ୍ଜୟ। ସବୁକିଛି ମିଶି ଗୋଟିଏ ସୁନ୍ଦର ନାଟକୀୟ କାହାଣୀର ରୂପ ନେଉଛି। ଏହି ସମ୍ପୂର୍ଣ୍ଣ ଶ୍ଲୋକଟିକୁ ଆଉଥରେ ଦେଖନ୍ତୁ। ଏବେ ପ୍ରତ୍ୟେକ ଶବ୍ଦର ଓଜନ, ତାର ଗଭୀରତା ଆଉ କାହାଣୀରେ ତାର ଭୂମିକା ଆମ ପାଖରେ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯାଇଛି, ଠିକ୍ କି ନୁହେଁ? ଭାବନ୍ତୁ ତ, ମାତ୍ର 16ଟି ଶବ୍ଦ ଭିତରେ ମନୁଷ୍ୟ ମନର ଦ୍ୱନ୍ଦ୍ୱ, କର୍ତ୍ତବ୍ୟ, ମୋହ ଏବଂ ପରିସ୍ଥିତିକୁ କିପରି ଏକାଠି ବାନ୍ଧି ଦିଆଯାଇଛି। ଆଉ ଯେମିତି ଆମେ ପୂର୍ବରୁ ଆଲୋଚନା କଲେ, ଏହା କେବଳ 5000 ବର୍ଷ ତଳର କଥା ନୁହେଁ। ଆଜିର ଦିନରେ ଆମ ନିଜ ଜୀବନର ନୈତିକ ସଙ୍କଟ କ୍ଷେତ୍ରରେ ମଧ୍ୟ ଏହା ସମ୍ପୂର୍ଣ୍ଣ ପ୍ରାସଙ୍ଗିକ। ତେବେ ମଞ୍ଚ ପ୍ରସ୍ତୁତ ଅଛି। ଦୁଇ ପକ୍ଷ ନିଜ ନିଜର ଅସ୍ତ୍ରଶସ୍ତ୍ର ଧରି ପ୍ରସ୍ତୁତ ଅଛନ୍ତି ଏବଂ ସେହି ସର୍ବଶେଷ ପ୍ରଶ୍ନ ମଧ୍ୟ ପଚରା ସରିଛି। ଏବେ ମନରେ କେବଳ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି, ଏହା ପରେ କ'ଣ ହେବ? ଯୁଦ୍ଧଭୂମିରେ ଏବଂ ଆମ ନିଜ ଭିତରେ ଚାଲିଥିବା ଧର୍ମକ୍ଷେତ୍ରରେ ଶେଷରେ କ'ଣ ଘଟିବ? ଏହି ରହସ୍ୟ ଆଗକୁ କିପରି ଖୋଲିବ, ତାହା ନିଶ୍ଚିତ ଭାବେ ଆମ ସମସ୍ତଙ୍କୁ ଆଗ୍ରାହୀ କରିବ। ଏମିତି ଆହୁରି ଅନେକ ରୋଚକ ତଥ୍ୟ ଶିଖିବାର ଅଛି। ଆଜିର ଏହି ଆଲୋଚନାରେ ଆମ ସହିତ ସାମିଲ ହୋଇଥିବାରୁ ଅଶେଷ ଧନ୍ୟବାଦ।